ଏଇ କାହାଣୀଟି ଗୋଟି ଛୋଟ ଝିଅର। ଛୋଟ ପିଲାଟି କେମିତି ସରଳ ବିଶ୍ୱାସୀ ହେଇ ହଇରାଣ ହେଇଛି ସେଇ ବିଷୟରେ ଏ କାହାଣୀଟି। ସାଧାରଣ ବିବେକହୀନ ମଣିଷ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଏଇ ଲକ୍ଷ୍ମୀ ପରି ସରଳ ଝିଅକୁ କେମିତି ବୁଝିପାରି ନାହାନ୍ତି। ଫଳରେ ତାର ବିଚାରହୀନ ସ୍ୱଭାବ ପାଇଁ ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହେଇଛି। ପରିଣତିରେ ସେ ମୃତ୍ୟୁପଥର ଯାତ୍ରୀ ହେଇଛି। ଏ କାହାଣୀଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଚାଲନ୍ତୁ ଶୁଣିବା ଏ କାହାଣୀ। ସହରତଳି ବସ୍ତିରେ ଛୋଟ ଝିଅଟିଏ, ନାଁ ତାର ଲକ୍ଷ୍ମୀ। ଦିନେ ଦ୍ୱିପହର ନିରୋଳା ବେଳେ ଆସିଛି ମନ୍ଦିରକୁ, ଠାକୁରଙ୍କୁ ତାର ମନ କଥା କହିବା ପାଇଁ। ତା ହୃଦୟର ସବୁ କିଛି ଭଲମନ୍ଦ କଥା ତାଙ୍କ ନିକଟରେ ପ୍ରକାଶ କରିବା ପାଇଁ। ତାକୁ ସବୁଦିନ ଏହି ସୁଯୋଗ ମିଳେ ନାହିଁ, କାରଣ ସବୁବେଳେ ବୁଢ଼ା ପୂଜାରୀଟା ଜଗି ବସିଥାଏ ଠାକୁରଙ୍କୁ। ସବୁବେଳେ ସେ ମନ୍ଦିରରେ ଥାଆନ୍ତି। ତେଣୁ ଲକ୍ଷ୍ମୀର ପୂଜାରୀକୁ ଭାରି ଡର। ସେ ବହୁତ ଡରେ ପୂଜାରୀଙ୍କୁ। ସେ ଅନୁମାନ କଲେ ପୂଜାରୀ ଗୋଟିଏ ପଣ୍ଡିତ। ତାଙ୍କୁ ହୁଏତ ପାଠ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ପଚାରି ହଇରାଣ କରିବେ, କିମ୍ବା ତାଙ୍କୁ ପିଲା ମନେ କରି ସେଠାରୁ ତଡ଼ିଦେବେ। ସେଥିପାଇଁ ଲକ୍ଷ୍ମୀ ପୂଜାରୀକୁ ବହୁତ ଡରେ। ତେଣୁ ଲକ୍ଷ୍ମୀ ସବୁଦିନ ଦ୍ୱିପହରେ ମନ୍ଦିର ନିକଟକୁ ଆସେ, ମାତ୍ର ପୂଜାରୀକୁ ଦେଖିକିରି ଡରରେ ଲୁଚିକିରି ପଳେଇଯାଏ, ଆଉ ମନ୍ଦିର ଭିତରକୁ ଆସିପାରେ ନାହିଁ। ଆଜି ପୂଜାରୀ ଶୋଇ ଘୁଙ୍ଗୁଡ଼ି ମାରୁଥିବାର ଦେଖି ଲକ୍ଷ୍ମୀ ସୁଯୋଗ ପାଇଗଲା, ଆଉ ମନ୍ଦିର ଭିତରେ ପଶି ଠାକୁରଙ୍କ ସହିତ ଟିକେ ଦୁଃଖ ସୁଖ ହେବା ପାଇଁ ମନ୍ଦିର ଭିତରକୁ ପଳେଇଲା ଠାକୁରଙ୍କ ସାମ୍ନାକୁ। ଲକ୍ଷ୍ମୀର ପିଲାମନ ମା' ଠାରୁ ଶିଖିଛି, ଶୁଣିଛି ସିଏ ଶିଶୁ ଭକ୍ତ ଧ୍ରୁବ ପ୍ରହ୍ଲାଦଙ୍କ କଥା। ସେମାନେ ଠାକୁରଙ୍କୁ ଦେଖା କରି ସେମାନଙ୍କର ମନ କଥା କହିଥିଲେ। ସେଇ ବିଚାରଧାରା ଲକ୍ଷ୍ମୀ ମନରେ ରହିଛି। ଅତି ସତର୍କତାର ସହିତ ସେ ମନ୍ଦିର ଭିତରେ ପ୍ରବେଶ କରିଛି। ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଛି ଚୁପ୍ ଚୁପ୍ ହେଇ, ଆଉ ଖୁସି ମନରେ ପ୍ରାୟ 2 ମିନିଟ୍ ଠାକୁରଙ୍କ ବେଶ ପୋଷାକକୁ ଚାହିଁ ରହିଛି। ପୁରା ଦେଖୁଥାଏ ମନ ଖୁସିରେ। ତାପରେ ତା ସରଳ ଭାବରେ ଠାକୁରଙ୍କ ପାଖରେ ନିଜର ପରିଚୟ ଦେଇଛି। କହିଛି, ମୁଁ ହେଉଛି ଲକ୍ଷ୍ମୀ, ମୋ ନାଁ ଲକ୍ଷ୍ମୀ। ମୁଁ ଛୋଟ ପିଲାଟେ, ମାସେ ହେବ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, କିନ୍ତୁ ସୁବିଧା ସୁଯୋଗ ପାଇପାରୁନି, ଜମା ଆସିପାରୁନାହିଁ। ପୂଜାରୀ ବୁଢ଼ା ବାଟ ଓଗାଳି ବସେ ପରା, ସେଥିପାଇଁ ମୁଁ ମନ୍ଦିର ଭିତରକୁ ଆସେନି। ମୋର ତାକୁ ଭାରି ଡର। ଆଜି ପୂଜକ ବୁଢ଼ା ଶୋଇ ଘୁଙ୍ଗୁଡ଼ି ମାରୁଛି। ରାତିରେ ଏମିତି ଶୋଇ ଘୁଙ୍ଗୁଡ଼ି ମାରିଲେ ତୁମକୁ କିପରି ନିଦ ହୁଏ ବୋଲି ଲକ୍ଷ୍ମୀ ପଚାରି ବସିଛି। ଠାକୁରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ବସୁଥାଏ ଲକ୍ଷ୍ମୀ। ତାଙ୍କ ସ୍କୁଲର ପଣ୍ଡିତ ମଧ୍ୟ ଘୁଙ୍ଗୁଡ଼ି ମାରନ୍ତି। ତେଣୁ ସେ ଭାବିଛି କେବଳ ପଣ୍ଡିତମାନେ ହିଁ ଘୁଙ୍ଗୁଡ଼ି ମାରନ୍ତି। ସେ ଯଦି ଘୁଙ୍ଗୁଡ଼ି ମାରିବା ଶିଖିଯିବ, ତାହେଲେ ସେ ବି ପଣ୍ଡିତ ହେଇଯିବ ବୋଲି ସେ ଭାବୁଥାଏ ଲକ୍ଷ୍ମୀ। ହେଲେ ସେପରି ଘୁଙ୍ଗୁଡ଼ି ମରା ପଣ୍ଡିତ ନ ହେବାକୁ ଠାକୁରଙ୍କୁ ପ୍ରାର୍ଥନା କରିଛି। ହେ ପ୍ରଭୁ, ମୋତେ ଏମିତି ଘୁଙ୍ଗୁଡ଼ି ମରା ପଣ୍ଡିତ କରିବେନି, ମୋତେ ଜମା ଘୁଙ୍ଗୁଡ଼ି ମାରିବା ଶିଖେଇବେନି। ଲକ୍ଷ୍ମୀ ଠାକୁରଙ୍କ ନିକଟରେ ତାହାର ସ୍ୱପ୍ନ କଥା କହିଛି। ସେ ପଚାରିଛି, ମାସକ ତଳେ ଠାକୁର ତାକୁ ପଚାରୁଥିଲେ ସେ କାହିଁକି ତାଙ୍କ ସହିତ ଖେଳୁନାହିଁ। ଠାକୁରଙ୍କର ସେଇ ସ୍ୱପ୍ନ ପରେ ସେ ତାଙ୍କ ପାଖକୁ ଆସିବାକୁ ବାର ବାର ଚେଷ୍ଟା କରିଛି। ଠାକୁରଙ୍କ ସହିତ କଥା ହେଲାବେଳେ ଲକ୍ଷ୍ମୀର ଆଖି ପଡ଼ିଯାଇଛି ମନ୍ଦିରରେ ରହିଥିବା କଦଳୀ ଉପରେ। ଭୋଗ ପାଇ ଥୁଆ ହେଇଥିବା କଦଳୀ କାନ୍ଦିର ଉପର ଫେଣା ପାଚିଥିବାର ସେ ଦେଖିଲା। ପାଚିଲା କଦଳୀକୁ ସେ ଗଣି ନେଇଛି। 24ଟା କଦଳୀକୁ ଦୈନିକ 4ଟା ଲେଖାଏଁ ଖାଇଲେ କେତେ ଦିନ ଯିବ, ଲକ୍ଷ୍ମୀ ତାକୁ ହିସାବ କରି ବସିଛି ସେ ଠିଆ ହେଇ। ହିସାବ କରିବାରେ ଲକ୍ଷ୍ମୀର ଗୋଳମାଳ ହେଇଯାଇଛି। ତାର ଅଙ୍କ ଭଲ ହୁଏ ନାହିଁ ବୋଲି ସେ ଠାକୁରଙ୍କ ନିକଟରେ ମାନି ଯାଇଛି। ହେ ପ୍ରଭୁ, ମୁଁ ତ ଅଙ୍କ ଭଲ କରିପାରେନି, ମୁଁ ତ ହିସାବ କରିପାରୁନି କେତେଟା କଦଳୀ ତମେ ଦିନକୁ ଖାଉଛ ବୋଲି। ଲକ୍ଷ୍ମୀ ଠାକୁରଙ୍କୁ ବର ମାଗିଛି ସମସ୍ତେ କେମିତି ତାକୁ ଧୀର ଭାବରେ ଭକ୍ତି କରିବେ, ସେ କଥା ସେ ଠାକୁରଙ୍କୁ ଜଣେଇଛି। କାରଣ ତାଙ୍କ ମନ୍ଦିରରେ ଲାଗିଥିବା କଳଗାଉଣା ଆଉ ଯନ୍ତ୍ରଚୁଙ୍ଗାକୁ ସେ ପସନ୍ଦ କରେ ନାହିଁ। ମସଜିଦରେ ଯନ୍ତ୍ରଚୁଙ୍ଗା ଲଗାଇ ଠାକୁରଙ୍କୁ ଡାକିବା ଦ୍ୱାରା ସେ ଚମକି ପଡ଼େ ବୋଲି କହିଛି। ତେଣୁ ସେ ତା ମାଆକୁ ପଚାରିଛି, ଯନ୍ତ୍ରଚୁଙ୍ଗା ଲଗାଇ କ'ଣ ଧ୍ରୁବ ପ୍ରହ୍ଲାଦ ଭଗବାନଙ୍କର ସ୍ତବ ଗାଉଥିଲେ ବୋଲି ତାର ଭାବିଚିନ୍ତି
ବୋଉ ତାର ଭାବିଚିନ୍ତି ମନା କରିଛି, କହେ ନା ନା ସେତେବେଳେ କ'ଣ ଏ ଯନ୍ତ୍ର ଥିଲା। ତେଣୁ ସେ ଠାକୁରଙ୍କୁ ଧୀରେ ଧୀରେ ଡାକିବ ବୋଲି ନିଷ୍ପତ୍ତି ନେଇଛି। ଲକ୍ଷ୍ମୀ କହୁଛି ସେତେବେଳେ ତ ଯନ୍ତ୍ର ନଥିଲା, ଏବେ ମୁଁ ଯନ୍ତ୍ର ଲଗାଇ କାହିଁ ଡାକି ହେବି। ଧୀରେ ଧୀରେ କହିଦେଲେ ଠାକୁର ଶୀଘ୍ର ଶୁଣିବେ ମୋ ଗୁହାରି। ଲକ୍ଷ୍ମୀ କହିଛି ସେ ଭାରି ଡରକୁଳି। ଯନ୍ତ୍ର ଚୁଙ୍ଗାର ଚିତ୍କାର ଶୁଣିଲେ ସେ ହଠାତ୍ ଛାନିଆ ହେଇଯାଏ। ତା ବାପା ମଧ୍ୟ ଡରକୁଳା, କାରଣ ଦିନେ ବାପାଙ୍କୁ ଜ୍ୱର ହେଇଥିଲା। ପଡ଼ିଶା ଘର ସାରା ଦିନ ଯନ୍ତ୍ର ଚୁଙ୍ଗା ବଜାଉଥିବାରୁ ବାପା ତାର ଛଟପଟ ହେଉଥିଲେ। ତେଣୁ ବାପାଙ୍କୁ ଟିକେ ସାହସୀ କରିଦେବାକୁ ଲକ୍ଷ୍ମୀ ପ୍ରାର୍ଥନା କରୁଛି, ହେ ପ୍ରଭୁ ମୋ ବାପାଙ୍କୁ ଟିକେ ସାହସୀ କରିଦେବ, ସେ ଏମିତି ଡରକୁଳା ହେଲେ କେମିତି ଚଳିବେ। ବାପାଙ୍କ କଥା ମନେ ପଡ଼ିବାରୁ ତା ବାପାଙ୍କୁ କିଛି ଟଙ୍କା କରାଇ ଦେବା ପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଜଣାଇଛି। ସେହି ପ୍ରସଙ୍ଗରେ ବାପା କିପରି ପଇସା ଧାର କରିଥିଲେ, ତା ଫ୍ରକ୍ କିଣିବା ପାଇଁ ଯାଉଥିବା ବେଳେ କରଜ ଦେଇଥିବା ଲୋକଟି କିପରି ଆସି ପଇସା ଯାକ ନେଇଗଲା ସିଏ ମଧ୍ୟ କହିଛି। ହେ ପ୍ରଭୁ ମୋ ବାପାକୁ କିଛି ଟଙ୍କା ଦେଇଦେବ, ମୋ ବାପା କିଛି ଧାର ଉଧାର କରୁଛନ୍ତି ସବୁ ସୁଝିବେ। ଠେଙ୍ଗା ହାତରେ ଧରି ମୋଟା ଡେଙ୍ଗା ବଡ଼ ବଡ଼ ନିଶ ଥିବା ସେହି କରଜ ଦେବା ଲୋକଟିକୁ ଦେଖିଲେ ଲକ୍ଷ୍ମୀ ବହୁତ ଡରିଯାଏ ବୋଲି ଠାକୁରଙ୍କୁ କହିଛି। ତାର ବାପା କହୁଥିଲେ ସେ କରଜ କରିଥିବା ପଇସାର 1.5 ଗୁଣ ନେଇ ସାରିଲାଣି। ତେଣୁ ଲକ୍ଷ୍ମୀ ବାପାଙ୍କୁ କହିଛି ସେପରି ଭୟଙ୍କର ଚେହେରାଯୁକ୍ତ ଲୋକଠାରୁ ଆଉ କେବେ ପଇସା କରଜ ନ କରିବାକୁ। ଲୋକଟି ପଇସା ନେଇଯିବାରୁ ଲକ୍ଷ୍ମୀର ଆଉ ଫ୍ରକ୍ କିଣା ହେଇପାରିଲା ନାହିଁ। କାଳେ ତାର ବାପା ବୋଉ ମନ ଦୁଃଖ କରିବେ, ସେଥିପାଇଁ ତାର ପୁରୁଣା ଶାଢ଼ୀ କାଟି ଫ୍ରକ୍ କରିଦେବାକୁ ମା କହିଛି। ମା ତାର ସେଇ ଫ୍ରକ୍ କରୁଥିବା ବେଳେ କାନ୍ଦୁଥିବାର ଲକ୍ଷ୍ମୀ ଦେଖିଛି। ପୁଣି ଥରେ ମା କିପରି ତା ଆଗରେ କରଜ ଦେଇଥିବା ଲୋକଙ୍କୁ କିଛି ମିଛ କହିଛି ଏବଂ ପରେ ମିଛ କହିଥିବାରୁ କାନ୍ଦିଛି, ସେ କଥା ମଧ୍ୟ ଠାକୁରଙ୍କୁ କହିଛି। ଲକ୍ଷ୍ମୀର ଉଦ୍ଦେଶ୍ୟ ହେଉଛି ତାର ଅଭାବ ଦୂରେଇ ଯାଆନ୍ତା ଯେମିତି। ଯଦି ଠାକୁର ତା ବାପାକୁ କିଛି ପଇସା ଦେଇ ଦିଅନ୍ତେ, ହେ ପ୍ରଭୁ ମୋ ବାପାଙ୍କୁ କିଛି ପଇସା ଦେଇଦେବ, ମୋ ବାପା ସବୁ କରଜ ଯେମିତି ସୁଝିଦେବେ, ମୋ ମା ଯେମିତି ଆଉ ଜମା କାନ୍ଦିବନି। ଲକ୍ଷ୍ମୀ ଠାକୁରଙ୍କୁ କହିଛି ସେ ବହୁତ କଥା ତାଙ୍କୁ କହିଲାଣି, ମାତ୍ର ଅସଲ କଥା ତ କହିବାକୁ ମୁଁ ଭୁଲି ଯାଇଛି। ଆଉ ଠାକୁର ସ୍ୱପ୍ନରେ ମୋ ପାଖକୁ ଯାଇଥିବା ଦିନ ଯାହା ସବୁ କହିଥିଲେ ସେ କିଛି ବୁଝିପାରି ନାହିଁ। ତେଣୁ ସ୍ୱପ୍ନରେ ଆଉ ଥରେ ଯିବା ପାଇଁ ସେ କହିଛି ହେ ପ୍ରଭୁ ମୋତେ ଆଉ ଥରେ ଟିକେ ସ୍ୱପ୍ନକୁ ନେଇଯିବ ତ, ମୁଁ ଆଉ ଥରେ ସବୁ ଦେଖିଦେଲେ ପୁଣି ତୁମକୁ ସବୁ ଜଣେଇବି। ଲକ୍ଷ୍ମୀ ଶୁଣିଛି, ଆଉ କାହିଁକି ପଣ୍ଡିତଙ୍କୁ ଘୁଘୁଡ଼ି ଶୁଭୁ ନାହିଁ, କାଳେ ସେ ଉଠି ପଡ଼ିବେ, ସେଇଥିପାଇଁ ସେ ତରତର ହେଇକରି ବାହାରିବାକୁ ଚେଷ୍ଟା କରିଛି। ତାର ଅଭିସାରକୁ ସାରିଦେବା ପାଇଁ ସେ ଭାବିଛି। ଫେରିବାକୁ ଯିବାବେଳେ ତାର ଆଖି ପଡ଼ିଛି କଦଳୀ ଉପରେ। ସେ ଜାଣିଛି ଠାକୁର ଯେପରି କଦଳୀ 2ଟି ନେଇଯିବା ପାଇଁ କହିଛନ୍ତି, ତେଣୁ ସେ କଦଳୀ 2ଟା ଆଣିଦେଇଛି। ପାଚିଥିଲା କଦଳୀ, ଲୋଭ ହେଲା ଖାଇବା ପାଇଁ। ପୂଜକର ଚିତ୍କାର ଶୁଣି ଅନେକ ଲୋକ ଆସିଛନ୍ତି। ବାହାରକୁ ଯିବାବେଳେ ଲକ୍ଷ୍ମୀକୁ ଦେଖିଛି ପୂଜକ ବୁଢ଼ା। ଦିନେ ଦ୍ୱିପହରେ ଲକ୍ଷ୍ମୀ କଦଳୀ ଚୋରି କରିଛି ବୋଲି ଚିତ୍କାର କରିଛି ପୂଜକ। ପୂଜକଙ୍କ ପାଟି ଶୁଣି ଲକ୍ଷ୍ମୀ କାଠ ପିତୁଳା ଭଳି ସ୍ତମ୍ଭୀଭୂତ ହେଇଯାଇଛି। ପରେ ସେ ନିଜକୁ ରକ୍ଷା କରିବା ପାଇଁ ବାଟଘାଟ ନ ଭୁଲି ଦୌଡ଼ିଛି। ଆଗରେ ଥିବା ପୋଖରୀ ଭିତରେ ଅଣ୍ଟାକ ପାଣିରେ ସେ ପଶିଯାଇଛି। ଛାତିରେ ଭିଡ଼ି ଧରିଛି କଦଳୀ 2ଟିକୁ। ପୂଜକର ଚିତ୍କାର ଶୁଣି ତ ଲୋକମାନେ ଧାଇଁ ଆସିଥିଲେ, ତେଣୁ ପାଣିରୁ ବାହାରି ଆସିବାକୁ ତାକୁ ତାଗିଦ କରିଛନ୍ତି। ଏହି ସମୟରେ ଲକ୍ଷ୍ମୀର ବାପା ଆସି ଲକ୍ଷ୍ମୀକୁ ପାଣିରୁ ନେଇଯାଇଛନ୍ତି। ସେଠାକାର ଲୋକମାନେ ଲକ୍ଷ୍ମୀକୁ ଚୋରଣୀ ବୋଲି ଆକ୍ଷେପ କରୁଥାନ୍ତି। ଲକ୍ଷ୍ମୀର ବାପା ଲକ୍ଷ୍ମୀର ହାତକୁ କଦଳୀ ନେଇ ପୂଜକଙ୍କ ହାତରେ ଧରାଇ ଦେଲେ ଏବଂ ତାଙ୍କୁ କାନ୍ଧରେ ବସେଇ ଘରକୁ ନେଇ ପଳାଇଛନ୍ତି। ଲକ୍ଷ୍ମୀ ଆଉ କଥା କହିନାହିଁ। ସନ୍ଧ୍ୟାକୁ ତାକୁ ଆସିଛି ଜ୍ୱର। 3 ଦିନ ଜ୍ୱର ପରେ ସେ ପରପାରିକୁ ବାଟ କାଟିଛି। ସେଇ ମନ୍ଦିର ବେଢ଼ାରେ ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ହେଇଛି। ସମସ୍ତେ ଠାକୁରଙ୍କ ପ୍ରଶଂସା କରିଛନ୍ତି। ତାଙ୍କ ଖାଇବା ଆହାରରେ ଯେ ଚୋରି କରି ନେଇଛି ତାକୁ ସେ ଉଚିତ ଦଣ୍ଡ ଦେଇଛନ୍ତି ବୋଲି ସମସ୍ତେ କଥାବାର୍ତ୍ତା ହେଇଛନ୍ତି। ମାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ନେତା ଭାବିଛନ୍ତି ମନ୍ଦିର ପୁନର୍ନିର୍ମାଣ ବେଳେ ଅନେକ ଅର୍ଥ ଆତ୍ମସାତ କରିଥିବା କଥା ଠାକୁର ଜାଣିନାହାନ୍ତି ବୋଧହୁଏ। ସେହିପରି ମନ୍ଦିର ସେବାରେ ନିଯୁକ୍ତ 2 ଜଣ ସେବକ ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିଲେ ମଧ୍ୟ ଠାକୁର କାହିଁକି ତାଙ୍କୁ ତ ଦଣ୍ଡ ଦେଇନାହାନ୍ତି।
ସେଥିପାଇଁ ଦୁଶ୍ଚିନ୍ତାରେ ପଡ଼ିଯାଇଛନ୍ତି ସେମାନେ। ଏହିପରି ଆଲୋଚନା ଚାଲିଥିବା ବେଳେ ପୂଜାରୀ ପଣ୍ଡିତେ ଅନୁଭବ କରିଛନ୍ତି ଯେପରି ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି, ଆଉ ସେଠାରେ କେବଳ ପଡ଼ି ରହିଛି ଦୀପ୍ତିହୀନ ଅର୍ଥହୀନ କେବଳ ରୂପଟିଏ ତାଙ୍କର। ପୂଜାରୀଙ୍କ ଦେହରେ ହାତ ମାରି ଜଣେ ସେବକ ଜାଣିଛି ତାଙ୍କ ଦେହ ତାତିରେ ଖଇ ଫୁଟୁଛି। ସେଇ ଘଟଣା ପରେ ସେ ବି ଆଉ ବେଶୀ ଦିନ ବଞ୍ଚି ନାହାନ୍ତି। ଯେଉଁ କେତେଦିନ ଜୀବନର ଅବଶିଷ୍ଟ ସମୟ ବିତାଇଛନ୍ତି, ସେତେବେଳେ ସେ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି, ହେ ପ୍ରଭୁ, ପରଜନ୍ମରେ ଏ ପାପିଷ୍ଟ ଯେହ୍ନେ ଜୁହାହୀନ ହୋଇ ଭୂମିଷ୍ଠ ହେଉ। ମୁଁ କଥା କହି ହିଁ ନପାରେ, ମୋର ଜୀବ ହିଁ ନଥାଉ। ହେ ପ୍ରଭୁ, ତମେ ଏତିକି ହିଁ ଦୟା କର ମୋତେ। ମୁଁ ଯାହା ପାପ କରିଛି ମୋତେ ଏହି ହିଁ ଦଣ୍ଡ ମିଳିବା ଜରୁରୀ। ମୋ ପାଇଁ ଯେଉଁ ନିରୀହ ସରଳ ଜୀବନଟା ଚାଲିଗଲା, ମୋତେ ଦଣ୍ଡ ଦେବା ନିହାତି ଜରୁରୀ। ଆଜି ପାଇଁ ଏତିକି। ଏ କାହାଣୀ ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ। ଥରେ ଥରେ ଆମେ ନିରୀହ ସରଳ ନିଷ୍ପାପ ମନକୁ ବୁଝିପାରି ନଥାଉ। ଆମ ଆଖିକୁ ଯାହା ଦେଖାଯାଏ, ଆମେ ଯାହା ଭାବୁ ତାହାକୁ ସତ ଭାବି ଆମେ ଏମିତି କିଛି କାମ କରିଦେଇଥାଉ ଯାହାକି ତା ପରିଣତି ବହୁତ କଷ୍ଟ ଦେଇଥାଏ ଅନ୍ୟକୁ। ଆଜି ପାଇଁ ଏତିକି। ଯଦି ମୋର ଏ କାହାଣୀଟି ଆପଣମାନଙ୍କର ମନକୁ ଛୁଇଁଥାଏ, ଲାଇକ୍ ସେୟାର କମେଣ୍ଟ କରିବେ। ପୁଣି ଏମିତି କିଛି ନୂଆ କାହାଣୀ ଆଣିବା ପାଇଁ ମୁଁ ନିଶ୍ଚୟ ଚେଷ୍ଟା କରୁଛି। ରହୁଛି। ଜୟ ଜଗନ୍ନାଥ।